ଆଜି ଆମେ ଅଷ୍ଟମ ଶ୍ରେଣୀ ସାହିତ୍ୟିକା ବହିର ଏକାଙ୍କିକା ବିଭାଗ ସୁନା ନେଉଳ ଏହା 14 ଅଧ୍ୟାୟ। ଏହି ବିଷୟରେ ଆମେ ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। ତା ପୂର୍ବରୁ ଆମେ ଦେଖିନେବା କିଛି କଠିନ ଶବ୍ଦାର୍ଥ। ଦୁର୍ଲଭ। ଦୁର୍ଲଭର ଅର୍ଥ କ'ଣ? ଯାହା ସହଜରେ ମିଳେ ନାହିଁ। ଦୁର୍ଭିକ୍ଷ, ଭିକ୍ଷାର ଅଭାବ ବା ଯେଉଁ ସମୟରେ ଲୋକମାନେ ଖାଇବାକୁ ପାଆନ୍ତି ନାହିଁ କିମ୍ବା କାହାକୁ ଭିକ୍ଷା ଦେବା ପାଇଁ ସମର୍ଥ ହୁଅନ୍ତି ନାହିଁ। ଗଣ୍ଠିଧନ ଅର୍ଥ କ'ଣ? ଅତି ଆଦରର ବା ଅତି ପ୍ରିୟ। ଯଜ୍ଞପୀଠ, ଯେଉଁଠାରେ ଯଜ୍ଞ କାର୍ଯ୍ୟ ହୁଏ। ଲୋକାରଣ୍ୟ, ଯେଉଁଠାରେ ଅଧିକ ଲୋକ ଗହଳି କରି ରହିଥାନ୍ତି। ବିଜ୍ଞବର ଅର୍ଥ ପଣ୍ଡିତ ଶ୍ରେଷ୍ଠ। ପୁଣ୍ୟବଳ ଅର୍ଥ କ'ଣ? ପୁଣ୍ୟ ଫଳରେ ଲବ୍ଧ ଆଧ୍ୟାତ୍ମିକ ଶକ୍ତି। ପଟାନ୍ତର, ଯାହାର ତୁଳନା ବା ଉପମା। ମତିଭ୍ରମ ଅର୍ଥ ମୁଣ୍ଡ ବିଗିଡ଼ି ଯାଇଥିବା ବା ବାଚାଳ ହୋଇଥିବା। ପ୍ରହର ଅର୍ଥ କ'ଣ? ପ୍ରତିଦିନ ଓ ରାତିକୁ 4 ପ୍ରହରରେ ବିଭକ୍ତ କରାଯାଇଛି। ଦିନ ରାତି ମିଶାଇ 4 ପ୍ରହର। ପ୍ରତି ପ୍ରହରର ସମୟ ବା କାଳ 3 ଘଣ୍ଟା ଥାଏ। କାଉଳି ବାଉଳି। କାଉଳି ବାଉଳି ଅର୍ଥ କ'ଣ? ଅସ୍ଥିର ବା ପାଗଳ ପ୍ରାୟ। ଦିନ ରାତିକୁ ମିଶାଇ 8 ପ୍ରହର ଥାଏ ହେଲା। ଗୋଟେ ପ୍ରହର ହେଉଛି 3 ଘଣ୍ଟା, 8 ପ୍ରହର ହେଲେ 24 ଘଣ୍ଟା ହେଇଗଲା ହେଲା। ବିଜ୍ଞବର ଅର୍ଥ ପଣ୍ଡିତ ଶ୍ରେଷ୍ଠ। ଆଗନ୍ତୁକ, ନୂଆ କରି ଆସିଥିବା ବ୍ୟକ୍ତି ବା ଅତିଥି। ଧୃଷ୍ଟତା, ଔଦ୍ଧତ୍ୟ ବା ନିର୍ଲଜ। କୋହ ଅର୍ଥ କ'ଣ? ଦୁଃଖର ଆବେଗ। ଥୟ ଅର୍ଥ କ'ଣ? ସ୍ଥିରତା। ଧୃଷ୍ଟତା ଅର୍ଥ ଔଦ୍ଧତ୍ୟ ବା ନିର୍ଲଜତା। ଅପଦାର୍ଥ, କୌଣସି କାମକୁ ଯୋଗ୍ୟ ନୁହେଁ। ସ୍ୱୀକୃତି ଅର୍ଥ ସମ୍ମତି ପାଇ ବା ପ୍ରତିଶ୍ରୁତି ପାଇ। ମାର୍ଜିତ ଅର୍ଥ ଭଦ୍ର ବା ଶାଳୀନ। ରାଜସୂଇ, ଅତି କମ୍ରେ 100 ରାଜାଙ୍କୁ ଅଧୀନକୁ ଆଣିବାର ରାଜଚକ୍ରବର୍ତ୍ତୀ ବା ସମ୍ରାଟ ହେବା ପାଇଁ କରାଯାଉଥିବା ଯଜ୍ଞ। ବିଲୋପିତ ଅର୍ଥ ଭଲ ଭାବରେ ବୋଳି ହୋଇଥିବା। ଥୟ ଅର୍ଥ ସ୍ଥିରତା ବା ନିଶ୍ଚୟତା। ପଣ ଅର୍ଥ କ'ଣ? ପ୍ରତିଜ୍ଞା ବା ଶପଥ। ବିଡ଼ତି ଅର୍ଥ ଉନ୍ନତି। ପରଖିଥିଲେ ଅର୍ଥ ପରୀକ୍ଷା କରୁଥିଲେ। ସମବେତ ଅର୍ଥ ଠୁଳ ହୋଇଥିବା। ଅଧିପତି ଅର୍ଥ ରାଜା। ଜନପଦ, ଗାଁ ବା ପଲ୍ଲୀ ଅଞ୍ଚଳ। ଅସ୍ପର୍ଦ୍ଧା, ଅନୁଚିତ ଉଚ୍ଚାକାଂକ୍ଷା। ଦେହାର୍ଦ୍ଧ ଅର୍ଥ ଦେହର ଅଧେ ଅଂଶ। ପ୍ରବର ଅର୍ଥ ଶ୍ରେଷ୍ଠ। ବାଚାଳ, ପ୍ରଗଳ୍ଭ ଅର୍ଥ ଏଣୁତେଣୁ କହିବା। ବର୍ତ୍ତମାନ ଆମେ ପାଠ୍ୟପୁସ୍ତକର ଯେଉଁ ଅଭ୍ୟାସର ପ୍ରଶ୍ନ ଉତ୍ତର ସେଗୁଡ଼ିକ ଆଲୋଚନା କରିବା। ତାହେଲେ ଦେଖିନେବା ପ୍ରଥମ ପ୍ରଶ୍ନଟି କ'ଣ ଦେଲା। ପ୍ରଥମ ପ୍ରଶ୍ନଟି ଦେଲା ଆସ କଥାବାର୍ତ୍ତା ହେବା। ପରେ ଦେଲା ବ୍ରାହ୍ମଣ କ୍ଷୁଧା ଦାନାଟିଏ କାହିଁକି ପାଇଲେ ନାହିଁ। ଉତ୍ତରରେ କ'ଣ ଲେଖିବ? ହସ୍ତିନାପୁରରେ ଦୁର୍ଭିକ୍ଷ ପଡ଼ିଥିବାରୁ ଲୋକମାନେ ଖାଇବାକୁ ପାଉନଥିଲେ କିମ୍ବା କ୍ଷୁଦ ଦାନାଟିଏ ପାଉନଥିଲେ। ସେଥିପାଇଁ ବ୍ରାହ୍ମଣ ଭିକ୍ଷା କରିବାକୁ ଯାଇ କ୍ଷୁଦ ଦାନାଟିଏ ପାଇ ନଥିଲେ। ଖ ନମ୍ବର ପ୍ରଶ୍ନ ଦେଲା ସନା କାଉଳି ବାଉଳି ହେଉଥିଲା କାହିଁକି। ଉତ୍ତରରେ କ'ଣ ଲେଖିବ? ଅତ୍ୟଧିକ କ୍ଷୁଧା ହେତୁ ବା ଭୋକରେ ପାଣି ପିଇ ଦେଉଥିବାରୁ ସନାର ପେଟ କ'ଣ ହୋଇଯାଉଛି ଯାହାଫଳରେ ସେ କାଉଳି ବାଉଳି ହୋଇଯାଇଛି। ଗରେ ଦେଲା ସନାର କିଛି ହେବ ନାହିଁ ବୋଲି ବ୍ରାହ୍ମଣ କିପରି ଜାଣିଲେ। ଉତ୍ତରରେ କ'ଣ ଲେଖିବ? ବ୍ରାହ୍ମଣ ମନରେ ଅଟଳ ଈଶ୍ୱର ବିଶ୍ୱାସ ଓ ଧାର୍ମିକ ଭାବ ଥିବାରୁ ତାଙ୍କ ପୁଅ ସନାର କିଛି ହେବ ନାହିଁ ବୋଲି ସେ ଜାଣିଥିଲେ। ଘରେ ଦେଲା ଶସ୍ୟ ସଂଗ୍ରହ ପାଇଁ ବ୍ରାହ୍ମଣ ବ୍ରାହ୍ମଣୀ କେଉଁଠିକି ଗଲେ। ଉତ୍ତରରେ କ'ଣ ଲେଖିବ? ଶସ୍ୟ ସଂଗ୍ରହ ପାଇଁ ବ୍ରାହ୍ମଣ ବ୍ରାହ୍ମଣୀ ପାଖ ବିଲକୁ ଯାଇଥିଲେ। ରେ ଦେଲା ନେଉଳଟିର ଅଧା ଦେହ ସୁନା ପାଲଟିଗଲା କିପରି। ଉତ୍ତରରେ କ'ଣ ଲେଖିବ? ବ୍ରାହ୍ମଣଙ୍କ ଘରେ ଅତିଥି ହୋଇଥିବା ଭିକାରୀର ଅଇଁଠା ପତ୍ର ଚାଟିବାରୁ ନେଉଳର ଅଧା ଦେହ ସୁନା ପାଲଟି ଯାଇଥିଲା। 2 ନମ୍ବର ପ୍ରଶ୍ନ ଦେଲା 2 ବା 3ଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା। ପରେ ଦେଲା ବ୍ରାହ୍ମଣୀ କାନ୍ଦିଥିଲେ କାହିଁକି। ଉତ୍ତରରେ କ'ଣ ଲେଖିବ? ବ୍ରାହ୍ମଣୀ କାଙ୍ଗାଳିଆ ଭିକାରୀକୁ ନିଜ ପୁଅ ସନାତନ ପାଇଁ ରାନ୍ଧିଥିବା ଭାତରୁ ପ୍ରଥମେ ଅଧେ ଓ ପରେ ପୁଅ ପାଇଁ ରଖିଥିବା ଭାତକୁ ଦେଇଥିଲେ। ଭୋକରେ କାଉଳି ବାଉଳି ହେଉଥିବାରୁ ପୁଅକୁ ଭାତ ଗରମ ଅଛି, ଥଣ୍ଡା ହେଲେ ଦେବି ବୋଲି ମିଛ ସାନ୍ତ୍ୱନା ଦେଇଥିଲେ। ପୁଅ ପାଇଁ ଭାତ ନାହିଁ, ମାତ୍ର ପୁଅକୁ ଭାତ ଦେବାର ବାହାନା କରୁଥିବାରୁ ବ୍ରାହ୍ମଣୀ କାନ୍ଦିଥିଲେ। ଖ ନମ୍ବର ପ୍ରଶ୍ନ ଦେଲା ଯଜ୍ଞର ପ୍ରଧାନ କର୍ତ୍ତବ୍ୟ କ'ଣ ବୋଲି ପୁରୋହିତ କହିଲେ। ଉତ୍ତରରେ କ'ଣ ଲେଖିବ? ରାଜା ଯୁଧିଷ୍ଠିର ହସ୍ତିନାର ଯଜ୍ଞ କରୁଥିଲେ।
ସେହି ଯଜ୍ଞ ଅବସରରେ ପୁରୋହିତ ରାଜା ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଯଜ୍ଞାନୁରୂପ ଦାନ ହେଉଛି ଯଜ୍ଞର ପ୍ରଧାନ କର୍ତ୍ତବ୍ୟ। ତେଣୁ ସେହି ସମୟରେ ଦାନ ଦ୍ରବ୍ୟର ପ୍ରସ୍ତୁତି ଆବଶ୍ୟକ। ଗର ଦେଲା ଭିକାରୀଙ୍କୁ ଦେଖିଲା ପରେ ବ୍ରାହ୍ମଣୀଙ୍କ ମନରେ କି ପ୍ରକାର ପରିବର୍ତ୍ତନ ଆସିଲା? ଉତ୍ତର କ'ଣ ଲେଖିବ? ପୁଅ ପାଇଁ ପେଜ ପୋଷେ କରିବା ପାଇଁ ବ୍ରାହ୍ମଣ ବ୍ରାହ୍ମଣୀଙ୍କ ପାଖ ବିଲରୁ ଶସ୍ୟ ସଂଗ୍ରହ କରି ରାନ୍ଧିଥିଲେ। ସେହି ସମୟରେ ଭିକାରୀଟି ପହଞ୍ଚିବାରୁ ବ୍ରାହ୍ମଣୀ ତା ଉପରେ ପ୍ରଥମେ ବିରକ୍ତ ହୋଇଥିଲେ। ମାତ୍ର କାଙ୍ଗାଳିଆ ଭିକାରୀର ଅସ୍ଥିରତା ବା ଦୁରାବସ୍ଥା ଦେଖିଲା ପରେ ବ୍ରାହ୍ମଣୀଙ୍କ ମନ ପରିବର୍ତ୍ତନ ହୋଇଥିଲା ଓ ସେ ତାକୁ ଖାଇବାକୁ ଦେଇଥିଲେ। ଘର ଦେଲା ନେଉଳ କିପରି ଯୁଧିଷ୍ଠିରଙ୍କର ଆଖି ଖୋଲି ଦେଇଛି? ଉତ୍ତର କ'ଣ ଲେଖିବ? ନେଉଳଟି କହିଛି, ଅନେକ ଯଜ୍ଞାନୁଷ୍ଠାନ ଓ ଧର୍ମ କାର୍ଯ୍ୟରେ ଯୋଗ ଦେଲେ ମଧ୍ୟ କୌଣସିଠାରେ ଉଚ୍ଛିବନ୍ତ ବ୍ରାହ୍ମଣଙ୍କ ପୁଣ୍ୟଫଳ ପାଇନାହିଁ। ଉଚ୍ଛିବନ୍ତ ବ୍ରାହ୍ମଣଙ୍କ ପାଇଁ ତା'ର ଅର୍ଦ୍ଧାଙ୍ଗ ସୁବର୍ଣ୍ଣ ହେଲେ ବି ଅନ୍ୟ ଅର୍ଦ୍ଧାଙ୍ଗ ସୁବର୍ଣ୍ଣ ହୋଇ ନାହିଁ। ନେଉଳର ଏପରି କଥାରେ ଯୁଧିଷ୍ଠିର ଅନୁଭବ କରିଛନ୍ତି ରାଜସ୍ୱୀ ଯଜ୍ଞ ଅହମିକା ଓ ଆଡ଼ମ୍ବରରେ ପରିପୂର୍ଣ୍ଣ। ଏଥିରେ ପୁଣ୍ୟବଳ ନାହିଁ। ନେଉଳର କଥା ହିଁ ଯୁଧିଷ୍ଠିରଙ୍କର ଆଖି ଖୋଲି ଦେଇଛି। 9 ନମ୍ବର ପ୍ରଶ୍ନ ଦେଲା ନେଉଳର ସ୍ୱାଭାବିକ ଆଚରଣ କିପରି? ନେଉଳର ସ୍ୱାଭାବିକ ଆଚରଣ ଖୁବ୍ ମାର୍ଜିତ ଥିଲା, ଯେଉଁଥିରେ ସ୍ୱୟଂ ଯୁଧିଷ୍ଠିର ମଧ୍ୟ ବିସ୍ମିତ ହୋଇଥିଲେ। ନେଉଳଟି ମଧ୍ୟ ନିର୍ଭୟ ଓ ସତ୍ୟନିଷ୍ଠ ଭାବରେ ରାଜସ୍ୱ ଯଜ୍ଞ ରାଜଇକ ଅଭିମାନ ଓ ଅହଙ୍କାର ଯୋଗୁଁ ବ୍ୟର୍ଥ ହୋଇଛି ବୋଲି ଯୁଧିଷ୍ଠିରଙ୍କୁ କହିଥିଲା। ଏଥିରୁ ଜଣାପଡ଼େ ନେଉଳଟି ସତ୍ୟନିଷ୍ଠ, ଭୟହୀନ ଓ ମାର୍ଜିତ ବ୍ୟବହାର ସମ୍ପନ୍ନ ଥିଲା। 3 ନମ୍ବର ପ୍ରଶ୍ନ ଦେଲା ଆସ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖିବା। ପରେ ଦେଲା ଏ ତ ହସ୍ତିନାବାସୀର କର୍ମଫଳ ଛାମୁ। ତାହା କିପରି ସରଳ ଭାଷାରେ ଲେଖିବ? ଆଲୋଚ୍ୟ ବକ୍ତବ୍ୟଟି ନାଟ୍ୟକାର ମଙ୍ଗୁଳି ଚରଣ ବିଶ୍ୱାଳଙ୍କର ସୁନା ନେଉଳ ଏକାଙ୍କିକାରୁ ଆସିଅଛି। ଏହାକୁ ନାଟ୍ୟକାର ନେଉଳ ମୁହଁରେ ପଞ୍ଚମ ଦୃଶ୍ୟରେ କୁହାଇଛନ୍ତି। ରାଜସ୍ୱ ଯଜ୍ଞ କରିବା ଅବସରରେ ରାଜା ଯୁଧିଷ୍ଠିର ହସ୍ତିନାବାସୀଙ୍କୁ ଯଜ୍ଞାନୁରୂପ ଦାନ ଦେଇଛନ୍ତି। ସବୁ ପ୍ରକାର ଲୋକ ଦାନ ଗ୍ରହଣ କରି ରାଜାଙ୍କ ଉପରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଛନ୍ତି। ସେହି ଅବସରରେ ରାଜଦ୍ୱାରରେ ପହଞ୍ଚିଛି ନେଉଳ। ନେଉଳଟି ଛାମୁଙ୍କର ଦର୍ଶନ ପ୍ରାର୍ଥୀ ହୋଇଛି। ନେଉଳ ରାଜାଙ୍କର ଜୟଗାନ କରିଛି। ନେଉଳର ମାର୍ଜିତ ଭାଷାରେ ରାଜା ବିସ୍ମିତ ଓ ମୁଗ୍ଧ ହୋଇଛନ୍ତି। ରାଜାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ନେଉଳଟି ମଧ୍ୟ କହିଛି ଏସବୁ ସମ୍ଭବ ହୋଇଛି ଜଣେ ହସ୍ତିନାବାସୀଙ୍କର କର୍ମଫଳ ପାଇଁ। ଯୁଧିଷ୍ଠିର ସେହି ହସ୍ତିନାବାସୀଙ୍କର ପରିଚୟ ଜାଣିବାକୁ ଚାହିଁଛନ୍ତି। ନେଉଳଟି ନିର୍ଭୟରେ କହିଛି ଉଚ୍ଛିବନ୍ତ ନାମକ ଜଣେ ଦରିଦ୍ର ବ୍ରାହ୍ମଣର ପୁଣ୍ୟ ବଳ ପାଇଁ ସେ ଆଜି ମୂକରୁ ବାଚାଳ ପାଲଟିଛି। ମୂକରୁ ଅର୍ଥ କ'ଣ? ମାନେ କହିପାରୁନଥିବା, ବାଚାଳ ଅର୍ଥ କ'ଣ? ଯେ କହିପାରୁଥିବ। ଶରୀରର ଅର୍ଦ୍ଧାଂଶ ତା'ର ସୁନା ହୋଇଯାଇଛି। 9 ନମ୍ବର ଦେଲା ସତ୍ୟ ଅସହ୍ୟ ହେବା ସ୍ୱାଭାବିକ। ତ ଆଲୋଚ୍ୟ ବକ୍ତବ୍ୟଟି ନାଟ୍ୟକାର ମଙ୍ଗୁଳ ଚରଣ ବିଶ୍ୱାଳଙ୍କର ସୁନା ନେଉଳ ଏକାଙ୍କିକାରୁ ଆସିଅଛି। ଏହାକୁ ନାଟ୍ୟକାର ପଞ୍ଚମ ଦୃଶ୍ୟରେ ଭୀମଙ୍କ କଥାର ଉତ୍ତରରେ ନେଉଳ ମୁହଁରେ କୁହାଇଛନ୍ତି। ରାଜସ୍ୱ ଯଜ୍ଞ ଅବସରରେ ଆଗନ୍ତୁକ ଭାବରେ ନେଉଳଟି ପହଞ୍ଚିଛି ଯୁଧିଷ୍ଠିରଙ୍କ ପାଖରେ। ଯୁଧିଷ୍ଠିରଙ୍କୁ ମର୍ଯ୍ୟାଦା ସହକାରେ ବୁଝାଇ କହିଛି ଉଚ୍ଛିବନ୍ତ ଦରିଦ୍ର ବ୍ରାହ୍ମଣର ଆତିଥ୍ୟର ତୁଳନା ନାହିଁ। ସେହି ବ୍ରାହ୍ମଣର ପୁଣ୍ୟ ପାଇଁ ତା'ର ଅର୍ଦ୍ଧେକ ଅଙ୍ଗ ସୁବର୍ଣ୍ଣ ହୋଇଛି। ମାତ୍ର ଏଠାରେ ଅନ୍ୟ ଅର୍ଦ୍ଧେକ ଅଙ୍ଗକୁ ସେ ସୁବର୍ଣ୍ଣ କରିପାରି ନାହିଁ। ସୁତରାଂ ମହାରାଜାଙ୍କ ପୁଣ୍ୟବଳ ସେହି ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳଠାରୁ କଦାପି ମହତ୍ତର ନୁହେଁ। ନେଉଳଟିର ଏଭଳି କଥା ଶୁଣି ଭୀମ ରାଗି ଯାଇଛନ୍ତି। ନେଉଳଟି ସୀମାଲଙ୍ଘନ କରୁଛି ବୋଲି କହିଛନ୍ତି। ଭୀମଙ୍କ କଥା ଶୁଣି ନେଉଳ କହିଛି ଅପ୍ରିୟ ସତ୍ୟ ସବୁବେଳେ ଅସହ୍ୟ ହୋଇଥାଏ, ଏହାକୁ କେହି ସହିପାରନ୍ତି ନାହିଁ। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଦେଲା ତଳେ ଦିଆଯାଇଥିବା ସଂଳାପଗୁଡ଼ିକ ଯେଉଁ ଚରିତ୍ରର ତାଙ୍କ ନାମ କୋଠରୀରୁ ବାଛି ଡାହାଣ ପାଖରେ ଲେଖିବା। ଯେପରି କର ଦେଲା ଦେଖୁନ ପିଲାଟି କେମିତି କାଉଳି ବାଉଳି ହେଉଛି। ଏହା କିଏ କହିଛି? ଏହା ବ୍ରାହ୍ମଣୀ କହିଛି। ମହାରାଜାଙ୍କ ସ୍ୱୀକୃତି ଜଣାଇ ଦିଅ। ଯୁଧିଷ୍ଠିର ଏ ରାଜକୀୟ ରାଜସ୍ୱୀ ଯଜ୍ଞର ଫଳ ନୁହେଁ,
କ୍ଷତ୍ରିୟ ପ୍ରଦତ୍ତ। ନେଉଳ କହିଛି ଆପଣ ସୀମା ଲଙ୍ଘନ କରୁଛନ୍ତି ଆଗନ୍ତୁକ। ଭୀମ କହିଛନ୍ତି ବେଶ ତୃପ୍ତି ଲାଗିଲା ବାବୁ ଠାକୁରାଣୀ ମା। ଭିକାରୀ କହିଛି। ତାପରେ ଦେଖ 5 ନମ୍ବର ପ୍ରଶ୍ନ ଦେଲା ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରୀତାର୍ଥ ବୋଧକ ଶବ୍ଦଗୁଡ଼ିକ ଲେଖିବା। ଯେପରି ଦୁର୍ଲଭ, ଦୁର୍ଲଭର ସୁଲଭ, ଦୁର୍ଦିନ ସୁଦିନ, ନିନ୍ଦା ପ୍ରଶଂସା, ପ୍ରିୟ ଅପ୍ରିୟ, ସୁଫଳ କୁଫଳ। 6 ନମ୍ବର ପ୍ରଶ୍ନ ଦେଲା ତଳେ ଦିଆଯାଇଥିବା ସଂଳାପଗୁଡ଼ିକୁ ବହି ଦେଖି କ୍ରମାନ୍ୱୟରେ ପୁଣି ଥରେ ଲେଖିବା। ବ୍ରାହ୍ମଣ ଦେଲା କି ଆଶ୍ଚର୍ଯ୍ୟ, ନେଉଳଟି ସୁନା ପାଲଟି ଗଲାଣି। ତାର କ୍ରମାନ୍ୱୟରେ ଲେଖିବା। ଆଗେ କିଏ କ'ଣ କହିଛନ୍ତି। ତାପରେ ଦେଇଛି ଭିକାରୀ ସାଆନ୍ତାଣୀ ମା ବସି ରହିଲେ ଯେ। ଭୀମ ତ କିଏ କାହା ପରେ କହିଛନ୍ତି। ଆଗେ ଭିକାରୀ କହିଛି ସାଆନ୍ତାଣୀ ମା ବସି ରହିଲେ ଯେ। ତାପରେ ବ୍ରାହ୍ମଣ କହିଛି କି ଆଶ୍ଚର୍ଯ୍ୟ, ନେଉଳଟି ସୁନା ପାଲଟି ଗଲାଣି। ତାପରେ ଯୁଧିଷ୍ଠିର କହିଛନ୍ତି ତଥାପି ଆଗନ୍ତୁକ ଆମର ଅତିଥି, ତାଙ୍କର ବକ୍ତବ୍ୟ ସ୍ୱାଗତ ଯୋଗ୍ୟ। ତାପରେ ନେଉଳ କହିଛି ଜଣେ ଗରିବ ବ୍ରାହ୍ମଣ ମହାରାଜ। ତାପରେ ଭୀମ ସେଇ ପୁଣ୍ୟବାନ ଆପଣଙ୍କର କ'ଣ କରିଛି ଆଗନ୍ତୁକ। ସେଇ ପୁଣ୍ୟବାନ ଆପଣଙ୍କର କ'ଣ କରିଛି ଆଗନ୍ତୁକ। ତ ଏହିପରି ଭାବରେ ତୁମେ କ୍ରମାନ୍ୱୟରେ ଲେଖିବ। ତାପରେ 7 ନମ୍ବର ପ୍ରଶ୍ନ ଦେଲା ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ନେଇ ଆସ ଗୋଟିଏ ଛୋଟିଆ ଅନୁଚ୍ଛେଦଟିଏ ଲେଖିବା। ଏପରି ଆଗନ୍ତୁକ, ଅତିଥି, ସ୍ୱାଗତ ଯୋଗ୍ୟ, ପୁଣ୍ୟବଳ, ସମ୍ବର୍ଦ୍ଧନା ଜ୍ଞାପନ, ମହତ୍ତ୍ୱବୋଧ, ବଳିଆ। ତାକୁ ନେଇ ଅନୁଚ୍ଛେଦ ଲେଖିବା। ଯେପରି ଅନେକ ସମୟରେ ଆମମାନଙ୍କ ଘରକୁ ଆଗନ୍ତୁକ ଆସିଥାନ୍ତି। ସେମାନଙ୍କୁ ଆମେ ଅତିଥି ଭାବରେ ମର୍ଯ୍ୟାଦା ଦେଇଥାଉ। ସେମାନେ ଆସିବା ସମୟରେ ଆମ ଘରର ମୁରବୀ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥାନ୍ତି। ସେ ଆମ ଘରେ ରହିବା ସମୟରେ ଯାହା କିଛି ପରାମର୍ଶ ଦିଅନ୍ତି ତାହାକୁ ଆମେ ସ୍ୱାଗତ ଯୋଗ୍ୟ ପ୍ରସ୍ତାବ ଭାବରେ ଗ୍ରହଣ କରିଥାଉ। ଆମେ କୌଣସି ସମୟରେ ଭୁଲିଯିବା ଉଚିତ ନୁହେଁ ଯେ ସମସ୍ତଙ୍କର କିଛି ନା କିଛି ମହତ୍ତ୍ୱବୋଧ ରହିଛି। ଅତିଥି ସେବା ଦ୍ୱାରା ପୁଣ୍ୟବଳ ବଢ଼ିଥାଏ। ପୁଣ୍ୟବଳରେ ବଳିୟାନ ହେଲେ ଆମ ପରିବାରକୁ ଈଶ୍ୱର ନିଶ୍ଚୟ ସାହାଯ୍ୟ କରିବେ ବା ସହାୟକ ହେବେ। ତାପରେ ଦେଖ 8 ନମ୍ବର ପ୍ରଶ୍ନ କ'ଣ ଦେଲା ବଳିୟାନ ପରି ଆଉ 2ଟି ଶବ୍ଦ କୋଠରୀ ଭିତରେ ଲେଖିବା ଯାହାର ଶେଷରେ ୟାନ୍ ଥିବ। ଯେପରି ବର୍ଷିୟାନ, ଗରିୟାନ। ତାପରେ ଦେଖ 9 ନମ୍ବର ପ୍ରଶ୍ନ ଦେଲା ତଳେ କ ସ୍ତମ୍ଭ ସହ ସମ୍ପର୍କିତ ଶବ୍ଦକୁ ଖ ସ୍ତମ୍ଭରେ ଦିଆଯାଇଛି। ସେହି ସମ୍ପର୍କିତ ଶବ୍ଦଗୁଡ଼ିକୁ ଯୋଡ଼ି ଗୋଟିଏ ଗୋଟିଏ ବାକ୍ୟ ଗଠନ କରିବା। କ ସ୍ତମ୍ଭରେ ଦେଲା ବିଶ୍ୱ, ଗଣ୍ଠି, ପରମ, କ୍ଷତ୍ରିୟ, ପ୍ରକୃତି। ଖ ସ୍ତମ୍ଭରେ ଦେଲା ପ୍ରବର, ନିୟନ୍ତା, ସିଦ୍ଧ, ପବିତ୍ର, ଧନ। ତ ବିଶ୍ୱ କ'ଣ ହେବ? ବିଶ୍ୱ ନିୟନ୍ତା, ଗଣ୍ଠି ଧନ, ପରମ ପବିତ୍ର, କ୍ଷତ୍ରିୟ ପ୍ରବର, ପ୍ରକୃତି ସିଦ୍ଧ ହେଲା। ତାପରେ ଦେଖ ଏଇଠି କ'ଣ ଲେଖିବ ବାକ୍ୟ ଗଠନରେ ନା ବିଶ୍ୱ କ'ଣ ହେଲା? ବିଶ୍ୱ ହେଲା ନିୟନ୍ତା ହେଲା। ବିଶ୍ୱ ନିୟନ୍ତା। ତ ବିଶ୍ୱ ନିୟନ୍ତା ସମସ୍ତଙ୍କର ମଙ୍ଗଳ କରନ୍ତି। ବିଶ୍ୱ ନିୟନ୍ତା କିଏ? ବିଶ୍ୱ ନିୟନ୍ତା ହେଉଛନ୍ତି ଭଗବାନ। ଗଣ୍ଠି ଧନ ତ କୃଷ୍ଣ ଥିଲେ ଯଶୋଦାଙ୍କର ଗଣ୍ଠି ଧନ। ସେହିପରି ପରମ ପବିତ୍ର, ପରମ ବ୍ରହ୍ମ ହେଉଛନ୍ତି ପରମ ପବିତ୍ର ସତ୍ତା। ସେହିପରି କ୍ଷତ୍ରିୟ ପ୍ରବର, ଯୁଦ୍ଧ କ୍ଷେତ୍ରରେ କ୍ଷତ୍ରିୟ ପ୍ରବରଙ୍କର ବୀରତ୍ୱ ଜଣାପଡ଼େ। ପ୍ରକୃତି ସିଦ୍ଧ, ଭୀମ ଭୋଇ ଥିଲେ ଜଣେ ପ୍ରକୃତି ସିଦ୍ଧ ପୁରୁଷ। 10 ନମ୍ବର ପ୍ରଶ୍ନ ଦେଲା ଭୁଲ ଶବ୍ଦକୁ ତା ପାଖରେ ଠିକ୍ କରି ଲେଖିବା। ଯେପରି ଯଜ୍ଞପୀଠ ଠିକ୍ କଲେ କ'ଣ ହେବ? ଏଇଟା ପରେ ହର୍ଷଇ ଦିଆହେଇଛି, ପରେ ଦୀର୍ଘଇ ହେବ। ସ୍ୱୀକୃତି ସରେ ହର୍ଷଇ ଦିଆହେଇଛି, ଏଇଟା ଦୀର୍ଘଇ ହେବ। ପୁଣ୍ୟବଳ ଏଇଟା ନରେ ଯିବ ଫଳ ଦିଆହେଇଛି, ଏହା ଣ ହେଲା। ରାଜସ୍ୱୀ ଏଠି ସରେ ଦୀର୍ଘ ଦିଆହେଇଛି, ଏଇଟା ହର୍ଷଉ ହେବ। ସେଠି ହର୍ଷଉ ଦିଆହେଇଛି, ତାହା ଦୀର୍ଘ ହେବ। ହର୍ଷଉ ଅଛି, ହର୍ଷଉ ନୁହେଁ, ତାହା ଦୀର୍ଘ। ଚିତ୍କାର, ଚିତ୍କାର କରେ ତପ। ଚଳଚ୍ଚିତ୍ର, ଚଳଚ୍ଚିତ୍ର ଦ୍ୱିତୀୟ ଚ। ମହତ୍ତ୍ୱ ହେଲା। ପରୀକ୍ଷା ରରେ ହର୍ଷଇ, ଏଠି ରରେ ଦୀର୍ଘ ହେବ। ମୂକ ହର୍ଷଉ ଦିଆହେଇଛି, ତାହା ଦୀର୍ଘ ହେବ। ଦୁର୍ମୂଲ୍ୟ, ଦୁର୍ମୂଲ୍ୟ ଏଠି ଦୀର୍ଘ ଦିଆହେଇଛି, ତାହା ହର୍ଷଉ ହେଲା।
तापर देख तुम अभ्यास प्रश्न उत्तर सरीगला। तो बर्तमान आम परीक्षा उपयोगी किसी अतिरिक्त प्रश्न उत्तर आलोचना करवा। 1 नंबर देला क्यों कारणरू ब्राह्मण उच्छिवंत भिक्षा न पाई शून्य हस्तर फेरी। उत्तर कौन लिख। हस्तिना राज्य रे गोटे पटे घोर मरुड़ी पड़ता बेले अन्यपटे महाराज युधिष्ठिर राजसीय यज्ञ करुथा। ब्राह्मण उच्छिवंत भिक्षावृत्ति कर जीविका निर्वाह करती। घरे ब्राह्मणी एवं शिशुपुत्र सनातन क्षुधा तृष्णार शय्याशायी। ब्राह्मणी पुओ को मुठाए दाना देवाक से व्याकुल होइछि। दुर्भिक्ष पड़े हें ब्राह्मण उच्छिवंत पुओ मुहरे दाना मुठाए देवाई भिक्षा मागिबाकु जाइछन्ति। हेले राज्य सारा लोके अनाहार थिबा बेले भिक्षा देव किए? तेणु भिक्षा न पाई शून्य हस्तरे गृह को फेरिछन्ति। 2 नंबर प्रश्न देला ब्राह्मणी मातृहृदय ब्राह्मण अतिथि परायणता को पसंद करना कहीं। उत्तर कौन लिख। भोक शेष आउटी पाउटी होई सनातन शय्याशायी होइछि। से खाइबा को दाना मुठे विकल होई मागुछि। माँ किंतु ताकू दाना दे न पारी केवल प्रबोधना बाणी शुणाई। तथापि ब्राह्मणी भगवान का ऊपर भरोसा रखिछि। से दिन घर अंडाड़ी खुद मुठे पाई ब्राह्मणी पुओ पई जाऊ करथिले। मात्र आगंतुक अतिथि को ब्राह्मण सेतेक देदेले। से ब्राह्मणी विरक्ति प्रकाश करिबारु अतिथि सेवा ईश्वर सेवा बोली ब्राह्मण बुझाई। मात्र निज पुओ भोकरे आउटी पाउटी होइतिबा बेले ब्राह्मणी को ब्राह्मणकर अतिथि परायणता तांको पसंद लागिले। 3 नंबर प्रश्न देला महाराज युधिष्ठिर राजस्व यज्ञ कालर घटनावली संपर्क में लिख। संक्षेप लिख। उत्तर कौन लिख। राजस्व यज्ञ अवसर में घंट शंख देवज्ञ ब्राह्मण मंत्रपाठरे यज्ञर वेदीपीठ मुखरित हो उठी। पुरोहित युधिष्ठिर को दान धर्म करने को परामर्श देइछन्ति। युधिष्ठिर आदेश समवेत ज्ञानी गुणी महर्षि ऋषि मुनि ब्राह्मण मानू सहदेव निमंत्रण करी आनिछन्ति। युधिष्ठिर अनुरोधरे ब्राह्मण ऋषि माने स्वहस्तर दान ग्रहण करिछन्ति। तो दान देई राजांकर 100 वर्षर दीर्घ आयुष ब्राह्मण माने आशीर्वाद छल कामना करिछन्ति। चारिआडे दान ग्रहीता मानक द्वारा महाराजंकर जयध्वनि शुभुछि। तो यह थिला तमर अष्टम श्रेणी साहित्यिका बहिर एकांकिका विभाग 14 अध्याय सुना नेउल एही विषयर प्रश्न उत्तर। यार परवर्ती वीडियो रे आम अन्य एक विषयर प्रश्न उत्तर आलोचना करिबा।